Let's learn prepositions on, in, at, near, in front of, behind. Easy trick to understand with examples. Use of simple prepositions. ସରଳ ପ୍ରିପୋଜିସନ୍ ଗୁଡ଼ିକର ବ୍ୟବହାର। ଆସନ୍ତୁ କିଛି ଏକ୍ଜାମ୍ପଲ୍ସ ମାଧ୍ୟମରେ ଆମେ ସରଳ ପ୍ରିପୋଜିସନ୍ ଗୁଡ଼ିକର ବ୍ୟବହାର ସମ୍ପର୍କରେ ଜାଣିବା। ଦି ମ୍ୟାନ୍ ଇଜ୍ ଅନ୍ ଦି 5th ପ୍ଲାଟଫର୍ମ ଅଫ୍ ଦ ଷ୍ଟେସନ୍। ଲୋକଟି ଷ୍ଟେସନର 5 ନମ୍ବର ପ୍ଲାଟଫର୍ମରେ ଅଛି। ଏଠାରେ ଦେଖନ୍ତୁ ପ୍ଲାଟଫର୍ମ ଏକ ପ୍ଲେନ୍ ସର୍ଫେସ୍ ଏରିଆ, ତେଣୁ ପ୍ରିପୋଜିସନ୍ ଅନ୍ ବ୍ୟବହାର ହୋଇଛି। ପରବର୍ତ୍ତୀ ଏକ୍ଜାମ୍ପଲ୍, ଦି ମ୍ୟାନ୍ ଇଜ୍ ଇନ୍ ଦି ଗେଷ୍ଟ ହାଉସ୍ ଅଫ୍ ଦ ଷ୍ଟେସନ୍। ଲୋକଟି ଷ୍ଟେସନର ଅତିଥି ଗୃହରେ ଅଛନ୍ତି। ଏଠାରେ ଦେଖନ୍ତୁ ଗେଷ୍ଟ ହାଉସ୍ ଏକ ଏନକ୍ଲୋଜ୍ଡ ଏରିଆ, ଅର୍ଥାତ୍ ଆବୃତ ସ୍ଥାନଟିଏ। ଆବୃତ ସ୍ଥାନ ହୋଇଥିବାରୁ ପ୍ରିପୋଜିସନ୍ ଇନ୍ ବ୍ୟବହାର ହୋଇଛି। ନେକ୍ସଟ ଏକ୍ଜାମ୍ପଲ୍, ଦି ମ୍ୟାନ୍ ଇଜ୍ ଏଟ୍ ଦି ଷ୍ଟେସନ୍। ଲୋକଟି ଷ୍ଟେସନରେ ଅଛି। ଏଠାରେ ଦେଖନ୍ତୁ ଏହି ସେଣ୍ଟେନ୍ସରୁ ଜଣାପଡ଼ୁଛି ଲୋକଟି କେଉଁଠି ଅଛନ୍ତି। ତାର ପରିଚୟ ବା ସୂଚନା ଷ୍ଟେସନ ଶବ୍ଦଟିରୁ ଜଣାପଡ଼େ। ତେଣୁ ଷ୍ଟେସନ ପୂର୍ବରୁ ପ୍ରିପୋଜିସନ୍ ଏଟ୍ ବ୍ୟବହାର ହୋଇଛି। ଦି ମ୍ୟାନ୍ ଇଜ୍ ନିୟର୍ ଦି ଷ୍ଟେସନ୍। ଲୋକଟି ଷ୍ଟେସନ ପାଖରେ ଅଛନ୍ତି। ଏହି ସେଣ୍ଟେନ୍ସରୁ ଅତି ସହଜରେ ଆମେ ଜାଣିପାରୁଛେ ଯାହା ପାଖରେ ଥାଏ ତା ପାଇଁ ପ୍ରିପୋଜିସନ୍ ନିୟର୍। ଦି ମ୍ୟାନ୍ ଇଜ୍ ଇନ୍ ଫ୍ରଣ୍ଟ ଅଫ୍ ଦ ଷ୍ଟେସନ୍। ଏହି ସେଣ୍ଟେନ୍ସରେ ଆମେ ବୁଝିପାରୁଛନ୍ତି ଯେକୌଣସି ଜିନିଷ ବା ବ୍ୟକ୍ତି ସାମ୍ନାରେ ଥିବାର ଅବସ୍ଥିତି ପ୍ରକାଶ କରିବା ପାଇଁ ପ୍ରିପୋଜିସନ୍ ଇନ୍ ଫ୍ରଣ୍ଟ ଅଫ୍ ବ୍ୟବହାର କରାଯାଏ। ଠିକ୍ ସେହିପରି ପରବର୍ତ୍ତୀ ଏକ୍ଜାମ୍ପଲ୍, ଦି ମ୍ୟାନ୍ ଇଜ୍ ବିହାଇଣ୍ଡ ଦି ଷ୍ଟେସନ୍। ଲୋକଟି ଷ୍ଟେସନ ପଛପଟେ ଅଛନ୍ତି। ଯେତେବେଳେ କୌଣସି ଜିନିଷ ବା ବ୍ୟକ୍ତିକୁ ପଛପଟେ ଥିବାର ଅବସ୍ଥିତି ପ୍ରକାଶ କରାଯାଏ ତା ପାଇଁ ପ୍ରିପୋଜିସନ୍ ବିହାଇଣ୍ଡ ବ୍ୟବହାର କରାଯାଏ।